ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 1 ଅଗଷ୍ଟ ଗୁରୁବାର 2024 ମସିହା ଶ୍ରାବଣ ମାସ କୃଷ୍ଣପକ୍ଷ କର୍କଟ 17 ଦିନ। ଆଜିର ନିଷେଧ ଖାଦ୍ୟ ହେଉଛି ପୋଇ ଶାଗ ଏବଂ ବାଇଗଣ। ତେଣୁକରି ପୋଇ ଶାଗ ଏବଂ ବାଇଗଣକୁ ଆଜି ଆମେ ଖାଦ୍ୟ ହିସାବରେ ଗ୍ରହଣ କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ 12 ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ଆପଣ ପାରିବାରିକ ଜୀବନରେ ଥିବା ସମସ୍ତ ପ୍ରକାରର ବାଧାବିଘ୍ନ ଦୂରୀଭୂତ ହେବ। ଆଜି ଆପଣ ସମସ୍ତ ପ୍ରକାରର ସଫଳତା ଲାଭ କରିବେ। କର୍ମକ୍ଷେତ୍ରକୁ ନେଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆପଣ ଆଜି ଚିଡ଼ିଚିଡ଼ା ସ୍ୱଭାବର ହୁଅନ୍ତୁ ନାହିଁ। ଶାନ୍ତ ସ୍ୱଭାବର ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ମା ଦୁର୍ଗାଙ୍କୁ ଦର୍ଶନ କରନ୍ତୁ ଏବଂ ମା ଦୁର୍ଗାଙ୍କ ପାଖରେ 7 ଗୋଟି ନାଲି ରଙ୍ଗର ମନ୍ଦାର ଫୁଲ ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ। ବୃଷ ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ପୂର୍ବରୁ ଥିବା ବାଧାବିଘ୍ନ ଦୂର ହେବ। ଦେହ ମନ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ରହିବ। ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି। ପୂର୍ବରୁ ଯଦି ଆପଣଙ୍କର ଅର୍ଥହାନି ହୋଇଥାଏ ତେବେ ତାହା ଆଜି ପ୍ରାପ୍ତ ହେବ। ହଜି ଯାଇଥିବା ଜିନିଷ ଯେପରିକି କୌଣସି ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ବା କାଗଜପତ୍ର ଆଜି ଆପଣଙ୍କର ସନ୍ଧାନ ମିଳିବ। କିମ୍ବା ମହିଳାମାନେ ଯଦି କୌଣସି ଅଳଙ୍କାର କିମ୍ବା ଅନ୍ୟ କୌଣସି ଜିନିଷ କେଉଁଠି ରଖିଦେଇଥାନ୍ତି ଏବଂ ପାଉନଥାନ୍ତି ତେବେ ତାହାର ଆଜି ସନ୍ଧାନ ମିଳିବ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ଧଳା ଗାଈକୁ ରୁଟି ଏବଂ ଗୁଡ଼ ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। ମିଥୁନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀମାନେ ଉନ୍ନତି ପ୍ରଗତି କରିବେ। ଦେହ ମନ ଆପଣଙ୍କର ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ। ଆଜି ଆପଣଙ୍କର ଭାଇ କିମ୍ବା ମିତ୍ର ଆପଣଙ୍କୁ ଉତ୍ସାହ ପ୍ରଦାନ କରିବେ ଆଗକୁ ବଢ଼ିବା ପାଇଁ। ଆପଣ ଆଜି ସଭା ସମିତି କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ସଫଳତାପୂର୍ଣ୍ଣ ରହିଛି। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ଗଣେଶଙ୍କୁ ଦର୍ଶନ କରନ୍ତୁ ଏବଂ ଗଣେଶଙ୍କ ପାଖରେ ଦୁବ ଚଢ଼େଇ ଯାତ୍ରା ଆରମ୍ଭ କରନ୍ତୁ। କର୍କଟ ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି କୌଣସି ମନ୍ଦିର କିମ୍ବା ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଆପଣ ନିଜକୁ ଧର୍ମୀୟ କାର୍ଯ୍ୟରେ ନିୟୋଜିତ କରିବେ। ଆଜି ଆପଣ ବନ୍ଧୁ କିମ୍ବା ମିତ୍ରଙ୍କ ସହିତ ସାକ୍ଷାତ କରିପାରନ୍ତି। ମହିଳାମାନଙ୍କ ପାଇଁ ବାପଘରୁ କୌଣସି ସୁସମ୍ବାଦ ପ୍ରାପ୍ତି ହୋଇପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ବହୁତ ଭଲ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ଚଢ଼େଇମାନଙ୍କୁ କିଛି ଶସ୍ୟ ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। ସିଂହ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ କ୍ଷେତ୍ରରେ ସ୍ଥିତି ମଜବୁତ ରଖିବେ। କର୍ମକ୍ଷେତ୍ର ଅନୁକୂଳ ରହିଛି। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। ଆୟ ଅପେକ୍ଷା ଆଜି ବ୍ୟୟ ଅଧିକ ହେବ। ପୂର୍ବରୁ ଯଦି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ ତେବେ ତାହା ଆଜି ଦୂରୀଭୂତ ହେବ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ବାହାରିବା ପୂର୍ବରୁ ହନୁମାନଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। କନ୍ୟା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆୟର ମାର୍ଗ ପ୍ରଶସ୍ତ ହେବ। କୌଣସି ଦୂର ସମ୍ପର୍କୀୟ ବନ୍ଧୁ ଆପଣଙ୍କୁ ଆଜି ସାହାଯ୍ୟର ହାତ ବଢ଼ାଇ ପାରନ୍ତି। ଦେହ ମନ ଆଜି ଆପଣଙ୍କର ସମ୍ପୂର୍ଣ୍ଣ ରୂପେ ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନରେ ମତ ପାର୍ଥକ୍ୟ ଥିଲେ ତାହା ଦୂରୀଭୂତ ହେବ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଯାନବାହନ ଚଳାଚଳ ବେଳେ ଦେଖି ଚାହିଁ ଚଳନ୍ତୁ, କାହିଁକିନା ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ। ଜଗି ରଖି ଚଳନ୍ତୁ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ଛୋଟ ପିଲାଙ୍କୁ କିଛି ମିଷ୍ଟାନ୍ନ ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। ତୁଳା ରାଶି ଜାତ
ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହେବ। ପାରିବାରିକ ସୁଖ ପ୍ରାପ୍ତି ହେବ। ଦୂରଯାତ୍ରା ଯୋଗ ରହିଛି। ଆଜି ପ୍ରତ୍ୟେକଟି କ୍ଷେତ୍ରରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଆପଣ ଆଜି ଭୂମି, ଜମି କିମ୍ବା କୌଣସି ଦ୍ରବ୍ୟ କ୍ରୟ କରିବା ପାଇଁ ଚିନ୍ତା କରିପାରନ୍ତି। ମହିଳାମାନଙ୍କ ପାଇଁ ଦିନଟି ଶୁଭ ରହିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ବିଦ୍ୟା କ୍ଷେତ୍ରରେ ଅଗ୍ରଗତି କରିବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ବାହାରିବା ପୂର୍ବରୁ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରନ୍ତୁ ଏବଂ ଲକ୍ଷ୍ମୀନାରାୟଣଙ୍କ ପାଖରେ କିଛି ମିଷ୍ଟାନ୍ନ ପ୍ରସାଦ ରୂପରେ ଚଢ଼ାଇ ନିଜେ ପାଇ ଯାତ୍ରା ଆରମ୍ଭ କରନ୍ତୁ। ବିଛା ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ପାରିବାରିକ ସୁଖ ଲାଭ କରିବେ। ଭାଇ ଭଉଣୀଙ୍କ ଠାରୁ କୌଣସି ସାହାଯ୍ୟ ସହଯୋଗ ପ୍ରାପ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥିତି ମଜବୁତ କରିବେ। ପୂର୍ବରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଆଜି ଦୂର ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଆଜି ଭଲ ରହିଛି। ମହିଳାମାନେ ସୁସମ୍ବାଦ ପ୍ରାପ୍ତି କରିବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଗୋଟିଏ ତମ୍ବା ଢାଳରେ କିଛି ଜଳ ସହିତ କିଛି ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଦେଖିବେ ସବୁ ବାଧାବିଘ୍ନ କଟିଯିବ। ଧନୁରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂରୀଭୂତ ହେବ। ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। ଆଜି ଆୟର ମାର୍ଗ ପ୍ରଶସ୍ତ ହେବ। ବ୍ୟବସାୟୀମାନେ ବ୍ୟବସାୟୀ କ୍ଷେତ୍ରରେ ଲାଭବାନ ହେବେ। ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଶୁଭ ରହିଛି। ଆଜି କୌଣସି ନୂତନ ନିଯୁକ୍ତି ମିଳିପାରେ ଅଥବା ଆଜି ଆପଣଙ୍କ ଯଦି କୌଣସି ଇଣ୍ଟରଭ୍ୟୁ ଥାଏ ସେଥିରେ ଆପଣ କୃତକାର୍ଯ୍ୟ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଆଜି ଶିବଲିଙ୍ଗରେ 7 ଗୋଟି ହଳଦିଆ ଫୁଲ ଅର୍ପଣ କରନ୍ତୁ। ମକର ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ମନର କଥା ମନରେ ରଖି ଦୁଃଖ ପାଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂରୀଭୂତ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଶୁଭ ରହିଛି। ଆଜି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ, ସେଥିପାଇଁ ଜଗି ରଖି ଚଳନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ କାଳି ଗାଈକୁ କିଛି ଘାସ ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ଜୋରରେ ଗାଡ଼ି ମଟର ଚଲାନ୍ତୁ ନାହିଁ। ତରବର ଭାବରେ କୌଣସି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଆପଣଙ୍କର ଘାତବାର ଥିବାରୁ ଜଗି ରଖି ଚଳନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଆଜି ଆପଣ କାହାକୁ ଯଦି ପ୍ରତିଶ୍ରୁତି ଦେଉଛନ୍ତି ବା କୌଣସି ଜିନିଷ ଦେଉଛନ୍ତି ତେବେ ଭାବିଚିନ୍ତି ଦିଅନ୍ତୁ। ମହିଳାମାନଙ୍କର ପେଟ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଏବଂ ଗଳା ଜନିତ ସମସ୍ୟା ଦେଖାଦେଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ହନୁମାନଙ୍କ ପାଖରେ 7 ଗୋଟି ନୀଳ ଅପରାଜିତା ଅର୍ପଣ କରନ୍ତୁ। ଦେଖିବେ ବାଧାବିଘ୍ନ ଦୂରେଇଯିବ। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିଛି। ସୁସ୍ୱାଦୁ ଭୋଜନ ମିଳିପାରେ। କର୍ମକ୍ଷେତ୍ରରେ ସ୍ଥିତି ମଜବୁତ ରହିବ। ପୂର୍ବରୁ ଅଟକି ରହିଥିବା କୌଣସି ଅଧା ଅଧୁରା କାର୍ଯ୍ୟକୁ ଯଦି ଆପଣ ଆରମ୍ଭ କରୁଛନ୍ତି ତେବେ ତାହାକୁ ସମ୍ପୂର୍ଣ୍ଣ କରିପାରିବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ବହୁତ ଭଲ ରହୁଛି। ଗୃହିଣୀମାନଙ୍କ ପାଇଁ ମଧ୍ୟ ଦିନଟି ଭଲ ରହୁଛି। ବ୍ୟବସାୟୀମାନଙ୍କ ପାଇଁ ଆଜି ବ୍ୟବସାୟରେ କିଛି ଅର୍ଥ ହାନି ଘଟିପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମହାଦେବକୁ ଦର୍ଶନ କରନ୍ତୁ ଏବଂ ମହାଦେବଙ୍କର ଗାୟତ୍ରୀ ମନ୍ତ୍ର ଜପ କରି କାର୍ଯ୍ୟ ଆରମ୍ଭ କରନ୍ତୁ।